आमे समस्ते जीवन में खुशी खोजु किंतु प्रायतः आमको दुख ही मिले। यह एक एमिति प्रश्न जहाँ आमे समस्ते केबे ना केबे निजकु पचारिछे। आज आमर आलोचना एही मौलिक प्रश्नरु ही आरंभ होउछि। आम पाखरे थिबा उत्सरे विदुर नामक जणे अत्यंत ज्ञानी व्यक्ति एही समान प्रश्न नेई जणे महान ऋषिंग पाखरे पहुंचुचंती। आमे आजी जेउ उत्स को देखुछु ताहा हेउछि श्रीमद् भागवतर एक अंश। आउ एहा केवल एक पौराणिक कहानी नुहे। एहा हेउछि विदुर एवं ऋषि मैत्रेयଙ୍କ ମଧ୍ୟରେ ଏକ ଗଭୀର ମାନେ ଦାର୍ଶନିକ ଆଲୋଚନା। ଆମର ଆଜିର ଉଦ୍ଦେଶ୍ୟ ହେଉଛି ଏହି ଆଲୋଚନା ମାଧ୍ୟମରେ ଦୁଃଖର ପ୍ରକୃତ କାରଣ କ'ଣ, ଏହି ସୃଷ୍ଟି କାହିଁକି ହେଲା ଆଉ ବାସ୍ତବିକତାର ସ୍ୱରୂପ କ'ଣ ତାକୁ ଟିକେ ବୁଝିବାକୁ ଚେଷ୍ଟା କରିବା। ଠିକ୍ ଅଛି, ଚାଲନ୍ତୁ ଏହାକୁ ଗଭୀର ଭାବେ ବୁଝିବା। ତେବେ କାହାଣୀ ଆରମ୍ଭ ହେଉଛି ବିଦୁରଙ୍କ ଠାରୁ। ସେ ଋଷି ମୈତ୍ରେୟଙ୍କୁ ଧ୍ୟାନରେ ବସିଥିବାର ଦେଖୁଛନ୍ତି, କିନ୍ତୁ ତାଙ୍କ ମନ ଭିତରେ ଗୋଟେ ବଡ଼ ଦ୍ୱନ୍ଦ୍ୱ ଚାଲିଛି। ସେ ଦେଖୁଛନ୍ତି ଲୋକମାନେ ସୁଖ ପାଇଁ ଦିନରାତି ଲାଗିଛନ୍ତି, କିନ୍ତୁ ଫଳରେ ସେମାନଙ୍କୁ କେବଳ ଦୁଃଖ ମିଳୁଛି। ଏହା ହିଁ ତାଙ୍କ ପ୍ରଶ୍ନର ମୂଳ। ସେ କହୁଛନ୍ତି ଜୀବଲୋକ ସୁଖ ପାଇଁ ପ୍ରତିଦିନ କର୍ମ କରୁଛି, କିନ୍ତୁ ସୁଖ ଚିନ୍ତା କରୁ କରୁ ଦୁଃଖ ହିଁ ଭୋଗ କରୁଛି। ଏହା ଏକ ବିଡ଼ମ୍ବନା। ଏକଦମ ଯେମିତି ଆମେ ଗୋଟେ ରାସ୍ତାରେ ଯାଉଛେ ଗୋଟେ ଜାଗାରେ ପହଞ୍ଚିବା ପାଇଁ, କିନ୍ତୁ ଯେତେ ଆଗକୁ ଯାଉଛେ ଆମ ଲକ୍ଷ୍ୟ ସେତେ ଦୂରେଇ ଯାଉଛି। ବିଦୁର ଏଇ ବିଡ଼ମ୍ବନାର କାରଣ ଜାଣିବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କ ପ୍ରଶ୍ନ ସେତିକିରେ ଅଟକି ଯାଉନି ନା। ସେ ଏହାକୁ ଆହୁରି ଏକ ଗଭୀର ସ୍ତରକୁ ନେଇ ଯାଉଛନ୍ତି। ସେ ସିଧାସଳଖ ସୃଷ୍ଟିକର୍ତ୍ତାଙ୍କ ଉପରେ ହିଁ ପ୍ରଶ୍ନ ଉଠାଉଛନ୍ତି। ଯଦି ଭଗବାନ ବା ହରି ସ୍ୱୟଂ ସମ୍ପୂର୍ଣ୍ଣ, ତାଙ୍କୁ ତ କିଛି କରିବାର ଆବଶ୍ୟକତା ନାହିଁ। ହଁ, ଯେମିତି ଉତ୍ସରେ କୁହାଯାଇଛି ସ୍ୱଭାବେ ଚେଷ୍ଟା ଯାର ନାହିଁ, ତେବେ ସେ ଏମିତି ଏକ ଜଟିଳ ଓ ଦୁଃଖପୂର୍ଣ୍ଣ ସଂସାର କାହିଁକି ତିଆରି କଲେ? ଏଟା ଏକ ବହୁତ ବଡ଼ ପ୍ରଶ୍ନ। ଏହା ହିଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ। ଏହାକୁ ଦ ପ୍ରୋବ୍ଲେମ୍ ଅଫ୍ ଇଭିଲ୍ ବା ଦୁଃଖର ସମସ୍ୟା କୁହାଯାଏ, ଯାହାକୁ ନେଇ ଦାର୍ଶନିକମାନେ ଯୁଗ ଯୁଗ ଧରି ଚିନ୍ତା କରିଛନ୍ତି। ଆଚ୍ଛା, ଯଦି ସୃଷ୍ଟିକର୍ତ୍ତା ସର୍ବଶକ୍ତିମାନ ଏବଂ ପରମ କରୁଣାମୟ, ତେବେ ସଂସାରରେ ଏତେ ଦୁଃଖ କାହିଁକି? ବିଦୁର ପଚାରୁଛନ୍ତି, ଭଗବାନ କ'ଣ ଏକ ଖେଳ ଖେଳୁଛନ୍ତି ଯେଉଁଠି ଜୀବମାନେ ତାଙ୍କ ମାୟାରେ ପଡ଼ି କଷ୍ଟ ପାଉଛନ୍ତି? ଏହା ପଛର ଉଦ୍ଦେଶ୍ୟ କ'ଣ? ଆଉ ଗୋଟେ କଥା ମୋତେ ବହୁତ ଭଲ ଲାଗିଲା ଯେ ସେ କେବଳ ଶୁଖିଲା ତତ୍ତ୍ୱଜ୍ଞାନ ଚାହୁଁନାହାନ୍ତି। ସେ କହୁଛନ୍ତି ଯେ ସେ ପୂର୍ବରୁ ମହର୍ଷି ବ୍ୟାସଙ୍କଠାରୁ କୃଷ୍ଣଙ୍କ କଥା ଶୁଣିଛନ୍ତି, କିନ୍ତୁ ତାଙ୍କର ଆହୁରି ଶୁଣିବାର ଇଚ୍ଛା ଶାନ୍ତ ହୋଇନି। ହଁ, ଉତ୍ସରେ ଗୋଟେ ସୁନ୍ଦର ଶବ୍ଦ ଅଛି, ତୃଷିତ ଶ୍ରବଣୀ। ଏକଦମ, ତାଙ୍କ କାନ ପୁରା ସୁଶୀଲା ଅଛି। ଏହା କେବଳ ଆଗ୍ରହ ନୁହେଁ, ଏହା ଏକ ଗଭୀର ଆଧ୍ୟାତ୍ମିକ ଶୋଷ। ଆଉ ସେ ସେହି କଥାକୁ କଥାମୃତ ରସ ବା କଥାରୂପକ ଅମୃତ ରସ ବୋଲି କହୁଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଏହି କଥା ହିଁ ସାଂସାରିକ ବନ୍ଧନକୁ କାଟିପାରିବ। ଆଉ ଏଠାରେ ସେ ଆଉ ଏକ ଶକ୍ତିଶାଳୀ ରୂପକ ବ୍ୟବହାର କରୁଛନ୍ତି, ତ୍ରିଗୁଣ ରଜ୍ଜୁ। ତ୍ରିଗୁଣ ରଜ୍ଜୁ, ଚାଲନ୍ତୁ ୟାକୁ ଟିକେ ବୁଝିବା। ରଜ୍ଜୁ ମାନେ ଦୌଡ଼ି, ତ୍ରିଗୁଣ ମାନେ ତିନୋଟି ଗୁଣ, ସତ୍ତ୍ୱ ରଜ ତମ। ତେବେ କ'ଣ ଆମେ ଗୋଟିଏ ନୁହେଁ ବରଂ ତିନି ସୂତା ବିଶିଷ୍ଟାଙ୍କ ଜଟିଳ ଦୌଡ଼ିରେ ବନ୍ଧା? ଠିକ୍ ଭାବରେ ଧରିଛନ୍ତି। ଆମେ କେବଳ ଅଜ୍ଞାନ ବା ତମ ଗୁଣରେ ବନ୍ଧା ହୋଇନୁ। ଆମେ ଆମର କର୍ମ ରଜଗୁଣ, ଏପରିକି ଆମର ଭଲ ଗୁଣ ବା ସତ୍ତ୍ୱଗୁଣ ଦ୍ୱାରା ମଧ୍ୟ ବନ୍ଧା। ଏହା ଏକ ଜଟିଳ ବନ୍ଧନ। ବୁଝିଲି। ଆଉ ବିଦୁରଙ୍କ ମତରେ କେବଳ ଭଗବାନଙ୍କ କଥା ହିଁ ସେହି ତୀକ୍ଷ୍ଣ ଅସ୍ତ୍ର ଯାହା ଏହି ଜଟିଳ ଦୌଡ଼ିକୁ କାଟିପାରିବ। ବାଃ, ତେଣୁ ସେ କେବଳ ତଥ୍ୟ ମାଗୁନାହାନ୍ତି, ସେ ଏକ ଉପାୟ ମାଗୁଛନ୍ତି, ଏକ ମୁକ୍ତିର ମାର୍ଗ। ହଁ, ଏହାକୁ ସ୍ପଷ୍ଟ କରିବା ପାଇଁ ସେ ଏକ ସୁନ୍ଦର ଉପମା ଦେଇଛନ୍ତି, ମହୁମାଛିର ଉପମା। ହଁ, ସେ କହୁଛନ୍ତି ଯେପରି ମହୁମାଛି ଅନେକ ଫୁଲରୁ ଟିକେ ଟିକେ କରି ସାର ତତ୍ତ୍ୱ ବା ମହୁ ସଂଗ୍ରହ କରେ, ସେହିପରି ଆପଣ ମୋ ପାଇଁ ସମସ୍ତ ଶାସ୍ତ୍ରର ସାର ତତ୍ତ୍ୱ କୁହନ୍ତୁ। ଯାହା ସିଧାସଳଖ ମୋକ୍ଷ ଆଡ଼କୁ ନେଇଯିବ। ଏକଦମ। ସେ ଏନସାଇକ୍ଲୋପିଡ଼ିଆ ମାଗୁନାହାନ୍ତି, ସେ ମହୁ ମାଗୁଛନ୍ତି। ଏପରି ଜ୍ଞାନ ଯାହା କେବଳ ସୂଚନା ନୁହେଁ ବରଂ ଆଧ୍ୟାତ୍ମିକ ପୁଷ୍ଟି ଯୋଗାଇବ। ଠିକ୍ ଅଛି, ତେବେ ବିଦୁର ଏତେ ଗଭୀର, ଏତେ ବଡ଼ ପ୍ରଶ୍ନ ଟେବୁଲ ଉପରେ ରଖିଦେଲେ, ଋଷି ମୈତ୍ରେୟ ଏତେ ମୌଳିକ ପ୍ରଶ୍ନର ଉତ୍ତର ଦେବା କୋଉଠୁ ଆରମ୍ଭ କଲେ? ଆଚ୍ଛା, କିନ୍ତୁ ସେ ଏ କଥା କାହିଁକି କହିଲେ? ଏହାର ପ୍ରାସଙ୍ଗିକତା କ'ଣ? କ'ଣ ନା, ଏହା ଜ୍ଞାନର ପରମ୍ପରା ଏବଂ ଯୋଗ୍ୟତା ସ୍ଥାପନ କରୁଛି। ମୈତ୍ରେୟୀ କହିବାକୁ ଚାହୁଁଛନ୍ତି, ତୁମେ ସାଧାରଣ ବ୍ୟକ୍ତି ନୁହଁ, ତୁମେ ଏହି ଗଭୀର ଜ୍ଞାନ ପାଇବା ପାଇଁ ଯୋଗ୍ୟ। ଏହାପରେ ସେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କହୁଛନ୍ତି। ସେ ଯେଉଁ ଜ୍ଞାନ ଦେବାକୁ ଯାଉଛନ୍ତି
ତାହା ତାଙ୍କର ନିଜ ଜ୍ଞାନ ନୁହେଁ। ତେବେ କାହାର? ଏହା ସ୍ୱୟଂ ଶ୍ରୀକୃଷ୍ଣ ତାଙ୍କୁ ଦେଇଥିଲେ, ବିଶେଷ କରି ବିଦୁରଙ୍କୁ କହିବା ପାଇଁ। ଏହା ଜ୍ଞାନର ଉତ୍ସକୁ ସିଧାସଳଖ ଈଶ୍ୱରଙ୍କ ସହିତ ଯୋଡ଼ି ଦେଉଛି। ଓହୋ, ତେଣୁ ଏହା କୌଣସି ମଣିଷର ତତ୍ତ୍ୱ ନୁହେଁ, ଏହା ସିଧା ଈଶ୍ୱରୀୟ ଜ୍ଞାନ। ଠିକ୍ ଅଛି। ତାପରେ ସେ ସୃଷ୍ଟିର ରହସ୍ୟ ବର୍ଣ୍ଣନା କରିବା ଆରମ୍ଭ କଲେ। ତେବେ ସୃଷ୍ଟି ପୂର୍ବରୁ କ'ଣ ଥିଲା? ମୈତ୍ରେୟଙ୍କ ବର୍ଣ୍ଣନା ଅନୁସାରେ ସୃଷ୍ଟି ପୂର୍ବରୁ କେବଳ ପରମସତ୍ତା ଥିଲେ। ସେତେବେଳେ କୌଣସି କାର୍ଯ୍ୟ ନଥିଲା, କିଛି ସୃଷ୍ଟି ନଥିଲା। ତାଙ୍କର ସମସ୍ତ ଶକ୍ତି ତାଙ୍କ ଭିତରେ ସୁପ୍ତ ଅବସ୍ଥାରେ ଥିଲା। ଏହାକୁ ନିଦ୍ରିତ ପ୍ରାୟ କୁହାଯାଇଛି। ଯେମିତି ଗୋଟେ ଶକ୍ତିଶାଳୀ କମ୍ପ୍ୟୁଟର ଅନ୍ ଅଛି, କିନ୍ତୁ କୌଣସି ପ୍ରୋଗ୍ରାମ ଚାଲୁନି। ଏକଦମ୍ ସେମିତି। ସମସ୍ତ ସମ୍ଭାବନା ତା ଭିତରେ ଅଛି, କିନ୍ତୁ କିଛି ପ୍ରକାଶ ପାଇନାହିଁ। ଏଠାରେ କଥାଟି ବହୁତ ରୋଚକ ହୋଇଯାଉଛି। ତେବେ ସୃଷ୍ଟି କୌଣସି ଶୂନ୍ୟର ହଠାତ୍ ବିସ୍ଫୋରଣ ନୁହେଁ, ଏହା ଏକ ପର୍ଯ୍ୟାୟକ୍ରମିକ ପ୍ରକ୍ରିୟା। ତେବେ ସେହି ସୁପ୍ତ ଅବସ୍ଥାରୁ ପ୍ରଥମେ କ'ଣ ହେଲା? ପ୍ରଥମେ କାଳ ବା ସମୟର ପ୍ରଭାବ ପଡ଼ିଲା। ଏହି କାଳଶକ୍ତି ପରମସତ୍ତାଙ୍କ ସୁପ୍ତ ଶକ୍ତି, ଯାହାକୁ ମାୟା କୁହାଯାଏ, ତାକୁ ଜାଗୃତ କଲା। ଏହି ସ୍ପନ୍ଦନରୁ ପ୍ରଥମ ଯେଉଁ ତତ୍ତ୍ୱ ସୃଷ୍ଟି ହେଲା, ତାର ନାଁ ମହତ୍ତତ୍ତ୍ୱ। ମହତ୍ତତ୍ତ୍ୱ। ଏହାର ଅର୍ଥ କ'ଣ? ଏହା କ'ଣ କୌଣସି ଭୌତିକ ବସ୍ତୁ? ନା, ଏହାକୁ ବ୍ରହ୍ମାଣ୍ଡୀୟ ବୁଦ୍ଧି ବା କସ୍ମିକ୍ ଇଣ୍ଟେଲିଜେନ୍ସ କୁହାଯାଇପାରେ। ଯେମିତି ଘର ତିଆରି ହେବା ପୂର୍ବରୁ ଗୋଟେ ବ୍ଲୁପ୍ରିଣ୍ଟ ତିଆରି ହୁଏ। ମହତ୍ତତ୍ତ୍ୱ ହେଉଛି ସମଗ୍ର ବ୍ରହ୍ମାଣ୍ଡର ସେହି ମାଷ୍ଟର ବ୍ଲୁପ୍ରିଣ୍ଟ। ହଁ, ଏହା ହେଉଛି ପ୍ରଥମ ବ୍ରହ୍ମାଣ୍ଡୀୟ ଚିନ୍ତା। ଏହି ମହତ୍ତତ୍ତ୍ୱରୁ ପରବର୍ତ୍ତୀ ତତ୍ତ୍ୱ ଅହଙ୍କାରର ସୃଷ୍ଟି ହେଲା। ଅପେକ୍ଷା କରନ୍ତୁ, ଅହଙ୍କାର ମାନେ ତ ଆମେ ଗର୍ବ ବା ଇଗୋ ବୁଝୁ, କିନ୍ତୁ ଏଠାରେ ଏହାର ଅର୍ଥ କ'ଣ ସେଇଆ? ଏକଦମ୍ ନୁହେଁ। ଏଠାରେ ଅହଙ୍କାର ଏକ ଦାର୍ଶନିକ ତତ୍ତ୍ୱ। ଏହାର ଅର୍ଥ ହେଉଛି ମୁଁପଣର ଭାବନା ବା ଦି ପ୍ରିନ୍ସିପଲ୍ ଅଫ୍ ଆଇନେସ୍। ଆଚ୍ଛା। ଏହା ହେଉଛି ସେହି ଶକ୍ତି ଯାହା ଅବିଭକ୍ତକୁ ବିଭକ୍ତ କରେ, ଏକତାକୁ ଅନେକତାରେ ପରିଣତ କରେ। ବୁଝିଲି। ତେବେ ପ୍ରଥମେ ବ୍ରହ୍ମାଣ୍ଡର ବ୍ଲୁପ୍ରିଣ୍ଟ ଆସିଲା, ତାପରେ ଅଲଗା ହେବାର ତତ୍ତ୍ୱ ଆସିଲା। ଏହାପରେ ଏହି ଅହଙ୍କାର ତତ୍ତ୍ୱ ପୁଣି 3ଟି ଗୁଣରେ ବିଭକ୍ତ ହେଲା: ସାତ୍ୱିକ, ରାଜସିକ ଏବଂ ତାମସିକ। ମାନେ ଶୁଦ୍ଧତା, କର୍ମ ଆଉ ଅଜ୍ଞାନ। ହଁ, ଯେପରି 3ଟି ମୌଳିକ ରଙ୍ଗରୁ ଅନ୍ୟ ସବୁ ରଙ୍ଗ ତିଆରି ହୁଏ, ସେହିପରି ଏହି 3 ଗୁଣରୁ ସଂସାରର ସମସ୍ତ ଅନୁଭୂତି ଏବଂ ବସ୍ତୁ ସୃଷ୍ଟି ହୋଇଛି। ଓକେ, ତେବେ ଏହି 3 ଗୁଣରୁ କିପରି ଭୌତିକ ଜଗତ ସୃଷ୍ଟି ହେଲା? ଉତ୍ସ ଅନୁସାରେ ତାମସିକ ଅହଙ୍କାରରୁ, ମାନେ ଯାହା ଜଡ଼ତା ସହିତ ସମ୍ବନ୍ଧିତ, ସେଥିରୁ 5 ସୂକ୍ଷ୍ମ ତତ୍ତ୍ୱ ସୃଷ୍ଟି ହେଲା। ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ। ଠିକ୍, ଏଗୁଡ଼ିକ ଇନ୍ଦ୍ରିୟର ବିଷୟ। ଆଉ ଏହି ସୂକ୍ଷ୍ମ ତତ୍ତ୍ୱରୁ ସ୍ଥୂଳ ତତ୍ତ୍ୱ, ମାନେ ଆମେ ଯାହାକୁ ପଞ୍ଚଭୂତ କହୁ, ତାହା ସୃଷ୍ଟି ହେଲା। ଏହା କିପରି ହେଲା? ହଁ, ଏହା ଏକ କ୍ରମିକ ପ୍ରକ୍ରିୟା। ଶବ୍ଦରୁ ଆକାଶ, ଆକାଶରୁ ସ୍ପର୍ଶ, ସ୍ପର୍ଶରୁ ବାୟୁ, ଏମିତି ଗୋଟେ ପରେ ଗୋଟେ। ବାୟୁରୁ ରୂପ, ରୂପରୁ ଅଗ୍ନି, ଅଗ୍ନିରୁ ରସ, ରସରୁ ଜଳ। ଏବଂ ଜଳରୁ ଗନ୍ଧ, ଗନ୍ଧରୁ ପୃଥିବୀ। ଏହା ଏକ ବ୍ରହ୍ମାଣ୍ଡୀୟ ଶୃଙ୍ଖଳା ପ୍ରତିକ୍ରିୟା ପରି, ସୂକ୍ଷ୍ମରୁ ସ୍ଥୂଳ ଆଡ଼କୁ। ବା, ଏହା ଏକ ଅବିଶ୍ୱାସନୀୟ ଧାରଣା। ତେବେ ତାମସିକ ଗୁଣରୁ ଭୌତିକ ଜଗତ ସୃଷ୍ଟି ହେଲା। ବାକି 2ଟି ଗୁଣରୁ କ'ଣ ହେଲା? ସାତ୍ୱିକ ଅହଙ୍କାରରୁ, ଯାହା ପ୍ରକାଶମୟ, ସେଥିରୁ ମନ ଏବଂ ଇନ୍ଦ୍ରିୟମାନଙ୍କର ଅଧିପତି ଦେବତାମାନେ ସୃଷ୍ଟି ହେଲେ। ଆଉ ରାଜସିକ ଅହଙ୍କାରରୁ? ରାଜସିକ ଅହଙ୍କାରରୁ, ଯାହା କର୍ମଶକ୍ତି, ସେଥିରୁ ଆମର 10 ଇନ୍ଦ୍ରିୟ ସୃଷ୍ଟି ହେଲା। ତେଣୁ ଏବେ ଦେଖନ୍ତୁ, ସୃଷ୍ଟିର ସବୁ ଉପାଦାନ ତିଆରି ହୋଇଗଲା। ଠିକ୍ ଅଛି। ଏହି ଅଂଶଟି ମୋତେ ସବୁଠୁ ଅଧିକ ଆକର୍ଷିତ କରୁଛି। ତେବେ ବର୍ତ୍ତମାନ ସବୁ ଉପାଦାନ ଅଛି, ପଞ୍ଚଭୂତ, ଇନ୍ଦ୍ରିୟ, ମନ, ଦେବତା, ସବୁକିଛି। କିନ୍ତୁ କାହାଣୀରେ ଏକ ବଡ଼ ମୋଡ଼ ଆସୁଛି। ଏହି ସବୁ ଥାଇ ମଧ୍ୟ କିଛି ହୋଇପାରୁନଥିଲା। ଏକଦମ୍। ଯେମିତି ଜଣେ ରୋଷିଆ ପାଖରେ ସବୁଠୁ ଭଲ ପନିପରିବା, ମସଲା, ତେଲ ସବୁ ଅଛି, କିନ୍ତୁ ତାକୁ ମିଶାଇ କେମିତି ତରକାରୀ ତିଆରି କରିବ, ସେହି ଜ୍ଞାନ ହିଁ ନାହିଁ। ହଁ ହଁ, ସମସ୍ତ ତତ୍ତ୍ୱ ଏବଂ ଦେବତାମାନେ ଅଲଗା ଅଲଗା ଥିଲେ। ସେମାନେ ନିଜେ ଏକାଠି ହୋଇ ଏକ କାର୍ଯ୍ୟକ୍ଷମ ବ୍ରହ୍ମାଣ୍ଡ ତିଆରି କରିବାରେ ଅସମର୍ଥ ଥିଲେ। ତାପରେ ସେମାନେ କ'ଣ କଲେ? ସେମାନେ ସମସ୍ତେ ମିଶି ନିଜର ମୂଳ ଉତ୍ସ, ସେହି ପରମ ସତ୍ୟାଙ୍କୁ ପ୍ରାର୍ଥନା କରିବା ଆରମ୍ଭ କଲେ। ଆଉ ସେହି ପ୍ରାର୍ଥନା ଅତ୍ୟନ୍ତ ମର୍ମସ୍ପର୍ଶୀ। ସେମାନେ ନିଜର ଅସହାୟତାକୁ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କଲେ। ସେମାନେ କହିଲେ, ହେ ପ୍ରଭୁ, ଆମେ ତୁମ ମାୟାରେ ପଡ଼ି ଦୁଃଖ ପାଉଛୁ। ସେମାନେ କିଛି ଶକ୍ତିଶାଳୀ ଚିତ୍ରକଳ୍ପ ବ୍ୟବହାର କରିଛନ୍ତି, ଯେମିତି ଗୃହ ଅନ୍ଧକୂପ,
ମାନେ ସାଂସାରିକ ଜୀବନ ଏକ ଅନ୍ଧାର କୂଅ ପରି। ନିଶ୍ଚିତ ଭାବରେ। ଆଉ ସେମାନେ କହୁଛନ୍ତି ଯେ ସେମାନେ ମୁଁ ଆଉ ମୋର ଭାବନାର ଦଉଡ଼ିରେ ବନ୍ଧା ହୋଇଅଛନ୍ତି। ଆଚ୍ଛା, ତେବେ ଏହି ମୁଁ ପଣ ହିଁ ସେହି ଅହଙ୍କାର ତତ୍ତ୍ୱ। ହଁ, ଦେବତାମାନେ ସ୍ୱୀକାର କରୁଛନ୍ତି ଯେ ଏହି ବିଭାଜନର ଭାବନା ହିଁ ସେମାନଙ୍କୁ ବାନ୍ଧି ରଖିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନେ ଅଧିକ ଶକ୍ତି ମାଗୁନାହାନ୍ତି, ସେମାନେ ଆଶ୍ରୟ ମାଗୁଛନ୍ତି। ହଁ, କାରଣ ସେମାନେ ଜାଣନ୍ତି ଯେ ସେହି ପାଦପଦ୍ମ ହିଁ ସମସ୍ତ ବନ୍ଧନରୁ ମୁକ୍ତି ଦେଇପାରିବ। ସେମାନେ ତାଙ୍କ ପାଦକୁ ପବିତ୍ର ଗଙ୍ଗାର ଉତ୍ସ ବୋଲି ବର୍ଣ୍ଣନା କରୁଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ସମର୍ପଣର ଭାବ। ତାଙ୍କ ପ୍ରାର୍ଥନାର ମୁଖ୍ୟ ବିଷୟବସ୍ତୁ ଥିଲା ମନକୁ ନିୟନ୍ତ୍ରଣ କରିବା, ନା? ଏକ୍ଜାକ୍ଟଲି। ସେମାନେ କହୁଛନ୍ତି, ହେ ପ୍ରଭୁ, ଆମର ମନ ଅତ୍ୟନ୍ତ ଚଞ୍ଚଳ, ଏହା ଆମକୁ ସାଂସାରିକ ବିଷୟ ଆଡ଼କୁ ଟାଣୁଛି। ଦୟାକରି ଆମ ମନକୁ ଆପଣଙ୍କ ପାଦରେ ସ୍ଥିର କରନ୍ତୁ। ଏହା କେତେ ସତ୍ୟ! ଯେପର୍ଯ୍ୟନ୍ତ ମନ ସ୍ଥିର ନୁହେଁ, କୌଣସି ମହାନ କାର୍ଯ୍ୟ ସମ୍ଭବ ନୁହେଁ। ଆଉ ସେମାନେ ଏହାର ସମାଧାନ ମଧ୍ୟ ନିଜେ ହିଁ ଦେଉଛନ୍ତି। ସେମାନେ କହୁଛନ୍ତି, ତୋ କଥା ସୁଧା ରସପାନ କଲେ, ଅର୍ଥାତ୍ ଆପଣଙ୍କ କଥାରୂପକ ଅମୃତ ପାନ କଲେ ହିଁ ମନ ସ୍ଥିର ହେବ। ତେବେ ଏସବୁର ସାରାଂଶ କ'ଣ? ସେମାନେ ମୂଳତଃ କହୁଛନ୍ତି, ଆମ ପାଖରେ ସବୁ ଉପାଦାନ ଅଛି, କିନ୍ତୁ ଆମ ପାଖରେ ଏକୀକୃତ ଚେତନା ନାହିଁ। ଦୟାକରି ଆମକୁ ଏକ ଉଦ୍ଦେଶ୍ୟ ଦିଅନ୍ତୁ। ତେବେ ଏକଦମ ସେମାନେ କେବଳ ଆଦେଶ ମାଗୁନାହାନ୍ତି, ସେମାନେ ଜ୍ଞାନର ଆଲୋକ ମାଗୁଛନ୍ତି। ସେମାନେ କହୁଛନ୍ତି, ଆମକୁ ସେହି ଦିବ୍ୟ ଦୃଷ୍ଟି ଦିଅନ୍ତୁ, ଯାହାଦ୍ୱାରା ଆମେ ନିଜର ଭୂମିକା ବୁଝିପାରିବୁ। କହିବା ଗଲେ, ସେମାନେ ଜଣେ କଣ୍ଡକ୍ଟରକୁ ଖୋଜୁଛନ୍ତି, ଯିଏ ସେମାନଙ୍କ ଅର୍କେଷ୍ଟ୍ରାକୁ ଏକ ସୁମଧୁର ସଙ୍ଗୀତରେ ପରିଣତ କରିପାରିବ। ତେବେ ଆମେ କାହାଣୀକୁ ଏହି ରୋମାଞ୍ଚକର ମୋଡ଼ରେ ଛାଡ଼ି ଦେଉଛେ, ଯେଉଁଠାରେ ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ନିଜର ଅସହାୟତାକୁ ସ୍ୱୀକାର କରି ସୃଷ୍ଟିକୁ ଜୀବନ୍ତ କରିବା ପାଇଁ ଆବଶ୍ୟକ ଦିବ୍ୟ ଚେତନା ପାଇଁ ପ୍ରାର୍ଥନା କରୁଛନ୍ତି। ଆଉ ଏହି ଉତ୍ସ ଆମ ପାଇଁ ଏକ ବହୁତ ଗମ୍ଭୀର ଚିନ୍ତନୀୟ ବିଚାର ଛାଡ଼ି ଯାଉଛି। ଏହା କହୁଛି ଯେ ସୃଷ୍ଟି କେବଳ କିଛି ଉପାଦାନର ଯାନ୍ତ୍ରିକ ମିଶ୍ରଣ ନୁହେଁ। ଏହା ପାଇଁ ଏକ ଏକୀକୃତ ଚେତନା, ଏକ ଉଦ୍ଦେଶ୍ୟ ଆବଶ୍ୟକ। ଆଉ ଏଇ ଗ୍ରନ୍ଥରେ ସେହି ଉଦ୍ଦେଶ୍ୟ ଉପରୁ ଏକ ଆଦେଶ ଭାବରେ ଆସୁନାହିଁ, ବରଂ ତଳୁ ସୃଷ୍ଟ ଶକ୍ତିମାନଙ୍କ ଦ୍ୱାରା କରାଯାଇଥିବା ଏକ ପ୍ରାର୍ଥନା ଭାବରେ ଆସୁଛି। ଏହା ଆମ ନିଜ ଜୀବନକୁ ଦେଖିବାର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଉଛି। ଆମେ କ'ଣ ଆମ ଜୀବନରେ କେବଳ ଉପାଦାନ ଯୋଗାଡ଼ କରି ଚାଲିଛେ? ଡିଗ୍ରୀ, ଚାକିରି, ସମ୍ପତ୍ତି, ଆଉ ଭାବୁଛ ସବୁ ଠିକ୍ ହୋଇଯିବ? ନା ଆମେ କେବେ ଅଟକି ସେହି ଦେବତାମାନଙ୍କ ପରି ଆମ ଜୀବନର ସୃଷ୍ଟିକୁ ପ୍ରାଣବନ୍ତ କରିବା ପାଇଁ ଏକ ଉଚ୍ଚତର ଉଦ୍ଦେଶ୍ୟ ଖୋଜୁଛୁ?